ଆଜି ବଟେଶ୍ୱରରେ ଗାଧେଇକି ଏମିତି କିଛି ହେଇଯିବ ବୋଲି ମୁଁ କେବେ ବି ଭାବିନଥିଲି। ତ ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ନିର୍ମଳ ସ୍ୱାଗତ କରୁଛି ମୋର ଆଉ ଏକ ମିନି ବ୍ଲଗକୁ। ଆଜି ସକାଳୁ ସକାଳୁ ଏତେ ଜୋରସେ ଭୋକ ଲାଗୁଥିଲା ଯେ ବାହାରି ପଡ଼ିଥିଲୁ କୋଦଳା ଜଳଖିଆ ଖାଇବା ପାଇଁ। ବାଟରେ ଯାଉ ଯାଉ ବାଲି ଟ୍ରକ୍ ଗୋଟେ ଦେଖାହେଲା। ଆଉ ଆଜିକାଲି ଯେମିତି ଆକ୍ସିଡେଣ୍ଟ ହେଉଛି ନା, ଓଭରଟେକ୍ କରିବା ତ ଦୂରର କଥା, ଗାଡ଼ି ଚଲେଇବାକୁ ବି ଡର ଲାଗୁଛି। ପୁଣି ବାଟରେ ଦେଖିଲୁ ଗୋଟେ ଅଲଗା ଦୁନିଆ ଟ୍ରାକ୍ଟର, ଯିଏ ନିଜେ ଗାତ ଖୋଳୁଛି ଆଉ ନିଜେ ପୋଲ ପୋତୁଛି। ଆଗେ ତ ମଣିଷ ଗାତ ଖୋଳିକି ପୋଲ ପୋତିଲା ବେଳକୁ ବହୁତ ମୁସ୍କିଲ ହେଉଥିଲା। ତାପରେ କୋଦଳା ଆସିକି ଦେଖିଲା ବେଳକୁ ଗୋଟେ ବି ଜଳଖିଆ ଦୋକାନ ଖୋଲା ନଥିଲା। କ'ଣ ପାଇଁ ବୋଲେ 10ଟାକୁ ଉଠିବା ପିଲା ସକାଳ 6ଟା ଆଧରୁ ଉଠିକି ପଳେଇଥିଲା ଜଳଖିଆ ଖାଇବାକୁ। ତାପରେ ଭାବିଥିଲୁ ଫିଷ୍ଟ କରିବାକୁ। ଡେରି ନକରି ଆସିଥିଲୁ ଆକ୍ଚୁଆଲି ମଟନ ନେବା ପାଇଁ। ଆଉ ଭାଇନାଙ୍କୁ 2 କେଜି ମଟନ ବାଡ଼ିବାକୁ କହି ଆମେ ପଳେଇ ଆସିଥିଲୁ ମଉସାଙ୍କ ଦୋକାନକୁ ଆଖୁ ରସ ପିଇବାକୁ। ଆଖୁ ରସ ପିଇଲା ଭିତରେ ଭାଇନା ଆମର ମଟନ କାଟିକି ପୁରା ରେଡ଼ି କରିଦେଇଥିଲେ ଆଉ ଆମକୁ ମଟନ ଦେଇଥିଲେ। ମଟନ ଧରି ବାହାରି ପଡ଼ିଥିଲୁ ଆମେ ବଟେଶ୍ୱର ଯିବା ପାଇଁ। ଆଉ ସେଠି ପହଞ୍ଚି ପିଆଜ ସବୁ କାଟାକାଟି କରିକି ମଟନ ରେଡ଼ି କରିକି ଖାଇକି ବାହାରି ପଡ଼ିଥିଲୁ ସମୁଦ୍ରରେ ଗାଧୋଇବା ପାଇଁ। ସମୁଦ୍ରରେ ଗାଧେଇକି ବହୁ ମଜାମସ୍ତି କରିଲା ବେଳକୁ 6ଟା ହେଇଯାଇଥିଲା ଆଉ ଆମେ ଘରକୁ ବାହାରି ପଡ଼ିଥିଲୁ। ଆପଣମାନେ ଯଦି କେବେ ବଟେଶ୍ୱର ଆସିଥିବେ କମେଣ୍ଟରେ ନିହାତି ଜଣେଇବେ। ଯଦି ବ୍ଲଗଟି ଭଲ ଲାଗିଥିବ ଲାଇକ୍ ଫଲୋ କରିବାକୁ ଜମାରୁ ଭୁଲିବେନି। ଦେଖାବା ଆଉ ଗୋଟେ ବ୍ଲଗରେ। ବାଏ ବାଏ।